ଏହି ସହରର ବ୍ୟସ୍ତବହୁଳ ଚାକଚକ୍ୟ ଜୀବନରୁ ଟିକେ ବିରତି ନେବା ପାଇଁ ଆମେ ବାହାରି ଯାଇଥିଲୁ ବୁଦ୍ଧଖୋଲ। ଦୂରରୁ ଦିଶୁଥିଲେ ହର ପାର୍ବତୀଙ୍କ ଏକ ବିରାଟ ବଡ଼ ପ୍ରତିମୂର୍ତ୍ତି। ଆକାଶ ତଳେ ପାହାଡ଼ ଘେରାରେ ଲୁଚିଥିଲା ଏକ ଖୁବ୍ ସୁନ୍ଦର ପୃଥିବୀ। ସୂର୍ଯ୍ୟ କିରଣ ଗଭୀର ଜଙ୍ଗଲକୁ ଭେଦ କରି ଆଙ୍କୁଥିଲା ଏକ ମନୋହର ସକାଳର ଚିତ୍ର। ପାହାଡ଼ର ଛାତି ଚିରି ବହି ଯାଉଥିଲା ଏକ ଶୀତଳ ଜଳଧାରୀ ଝରଣା। କୋଇଲିର କୁହୁ କୁହୁ ଦାନ ସହ ମୟୂରଙ୍କ ନାଚିବାର ଦୃଶ୍ୟ ଅହରହ କିଣି ନେଉଥାଏ ମନକୁ। କୁହାଯାଏ ଏଠି ଗୌତମ ବୁଦ୍ଧ ଆସି ପରିଦର୍ଶନ କରିଥିଲେ, କିନ୍ତୁ ଏବେ ଏହା ପ୍ରଭୁ ଶିବଙ୍କ ଆରାଧନାସ୍ଥଳୀ। ଏଠି ପଞ୍ଚମହାଦେବଙ୍କ ମନ୍ଦିର ମଧ୍ୟ ରହିଛି। ନୀତି ସକାଳେ ପୂଜାରୀ ଆସି ବିଧି ହିସାବରେ ପୂଜା ଅର୍ଚ୍ଚନା କରିଥାନ୍ତି। ପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ଭକ୍ତମାନେ କାହିଁ କେତେ ଦୂରରୁ ଆସିଥାନ୍ତି ବୁଦ୍ଧଖୋଲ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନ ଟାଣି ଆଣେ ଅନେକ ଦର୍ଶକଙ୍କୁ, ଆଉ ପ୍ରତି ବଦଳରେ ଯାଚି ଦିଏ ସ୍ନେହ, ପ୍ରେମ, ଶାନ୍ତି ଓ ପ୍ରୀତି। ତ ଭିଡିଓଟି ଭଲ ଲାଗିଲେ ଡୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ।